ସୌରା ସମ୍ମିଳନୀରେ ଥିବା ସମସ୍ତ ବିଶ୍ୱାସୀ ବିଶ୍ୱାସିନୀ ମାନଙ୍କୁ ସର୍ବପ୍ରଥମେ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ନାମରେ ମୋର ଆନ୍ତରିକ ନମସ୍କାର ଜଣାଏ। ନମସ୍କାର। ମୁଁ ସାମସନ୍ ରହିତ ଆପଣମାନଙ୍କ ନିକଟରେ ଏକ ବଡ଼ ଖବର ନେଇ ଆସିଛି। ସେ ଖବର ଆପଣମାନେ ଦେଖନ୍ତୁ, ତାପରେ ସେ ବିଷୟରେ ଆମେ ଆଲୋଚନା କରିବା। ସଭା ଚାଲିଛି ତାକୁ ଅତି ଶୀଘ୍ର ବନ୍ଦ କରାଯାଉ, କାରଣ ହଜାର ହଜାର ଗଛ କାଟିକି ସେ ଆଜି ପଡ଼ିଆ ସଫା କରୁଛନ୍ତି। ସେଥିରେ ମଧ୍ୟ ସରକାର ମିଳିତର ବା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ଆଜି ସଫା ନାଁରେ ବହୁ ଖ୍ରୀଷ୍ଟିଆନ ସମାଜ ଗୋମାଂସ ଭକ୍ଷଣ କରି ଗୋହତ୍ୟା କରିକି ଆମର ହିନ୍ଦୁ ଭାଇ ଭଉଣୀମାନଙ୍କୁ ଦେଖିବା ପାଇଁ ଯେଉଁ ଷଡ଼ଯନ୍ତ୍ର କରିଛନ୍ତି, ସେହି ଷଡ଼ଯନ୍ତ୍ରକୁ ଆପଣମାନଙ୍କୁ ମାଧ୍ୟମରେ ଏ ଖବର ଯେପରି ସମସ୍ତେ ଦେଖିବେ ଆଉ ଜାଣିବେ, ଏଥିପାଇଁ ଭିଡ଼ିଓକୁ ସେୟାର କରନ୍ତୁ ଏବଂ ଲାଇକ୍ ସବସ୍କ୍ରାଇବ୍ କରନ୍ତୁ। ଆପଣମାନେ ଦେଖିଲେ ବାଲିବାଡ଼ ଏରିଆ କପାକାଲ ଗ୍ରାମରେ ସୌରା ଆଦିବାସୀମାନଙ୍କର ଯେଉଁ ବଡ଼ ସଭା ହେବାକୁ ଯାଉଅଛି, ସେହି ସଭାକୁ ବନ୍ଦ କରିବା ପାଇଁ ବିଶ୍ୱ ହିନ୍ଦୁ ପରିଷଦର RSS ବଜରଙ୍ଗ ଦଳର କେତେକ ନେତାମାନେ ଏବଂ ହିନ୍ଦୁ ଆଦିବାସୀମାନେ ବହୁ ସଂଖ୍ୟାରେ ଏ ସଭାକୁ ବନ୍ଦ କରିବା ପାଇଁ କଲେକ୍ଟରଙ୍କ ଅଫିସକୁ ଯାଇ ଦାବିପତ୍ର ଦେଇଥିଲେ। ଆଉ ସେମାନଙ୍କର ଦାବି ରହିଲା ଯେ ଏ ସଭା କରିବା ଯୋଗୁଁ ହଜାର ହଜାର ସଂଖ୍ୟାରେ ଗଛପତ୍ର ନଷ୍ଟ ହେଉଅଛି, ଆଉ ଗୋମାଂସ ମଧ୍ୟ ଭକ୍ଷଣ କରାଯାଉଅଛି, ଆଉ ହଜାର ହଜାର ସଂଖ୍ୟାରେ ଗୋ ହତ୍ୟା କରାଯାଉଅଛି। ଆଉ ଯେଉଁ ସଭା ହେଉଛି, ସେ ସଭାର ନିକଟସ୍ଥ କେତେକ ଗ୍ରାମରେ ହିନ୍ଦୁ ଭାଇମାନେ ରହୁଛନ୍ତି, ଆଉ ସେମାନଙ୍କୁ ମଧ୍ୟ ଗୋମାଂସ ଭକ୍ଷଣ କରିବା ପାଇଁ ସେମାନଙ୍କୁ ପ୍ରବର୍ତ୍ତଉଛନ୍ତି ବୋଲି ଏମାନଙ୍କର ଦାବି। କିନ୍ତୁ ଆପଣମାନେ ଜାଣନ୍ତି ଯେ ଯେଉଁ ଜାଗାରେ ବର୍ତ୍ତମାନ ସଭା ହେବାକୁ ଯାଉଅଛି, କୌଣସି ଗଛପତ୍ର ନାହିଁ, ମାତ୍ର ସେ ଜାଗାଟା ହେଉଛି ଏକ ମକା ବାଡ଼। ଯେଉଁ ଏରିଆରେ ଯେଉଁ ଜାଗାରେ ବର୍ତ୍ତମାନ ସଭା ହେବ, ସେ ଜାଗାରେ କୌଣସି ଗଛପତ୍ର ନାହିଁ, କାରଣ ସେ ଜାଗାରେ କେବଳ ମକା ଚାଷ କରାଯାଉଛି। ତେବେ ଏମାନେ କେଉଁ ବିଷୟରେ ଆଉ କାହିଁକି ଏ ପ୍ରକାର ସୌରା ଆଦିବାସୀମାନଙ୍କର ବଡ଼ ସଭାକୁ ନିନ୍ଦା କରି କଥା କହିଲେ? ଆଉ ସେମାନେ କହିଲେ ଯେ ହିନ୍ଦୁ ଭାଇମାନଙ୍କୁ ଗୋମାଂସ ଭକ୍ଷଣ କରିବା ପାଇଁ ପ୍ରବର୍ତ୍ତଉଛନ୍ତି। କିନ୍ତୁ ଆପଣମାନେ ଜାଣନ୍ତି ଯେ ଆଜି ପର୍ଯ୍ୟନ୍ତ କୌଣସି ବଡ଼ ସଭାରେ ଗୋ ହତ୍ୟା କରାଯାଉ ନାହିଁ ବା ଗୋମାଂସ ଭକ୍ଷଣ କରାଯାଉ ନାହିଁ। ଏ ସଭାର ଆୟୋଜନ କରିବା ପାଇଁ ସଭାର ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସୌରା ସମ୍ମିଳନୀର କର୍ମକର୍ତ୍ତାମାନେ ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟକୁ ଯାଇଥିଲେ ଏବଂ ଜିଲ୍ଲାପାଳଙ୍କ ଠାରୁ ଅନୁମତି ପତ୍ର ପାଇ ସେମାନେ ଏ ସମସ୍ତ କାର୍ଯ୍ୟ ଆରମ୍ଭ କଲେ। ବିଶ୍ୱ ହିନ୍ଦୁ ପରିଷଦର ଯେଉଁ ନେତାମାନେ ସୌରା ଆଦିବାସୀର ସଭାକୁ ନିନ୍ଦା କରି କହିଲେ ବା ଖ୍ରୀଷ୍ଟିଆନ ଲୋକମାନେ ଗୋ ହତ୍ୟା କରୁଛନ୍ତି ବୋଲି ନିନ୍ଦାର କଥା କହିଲେ, ସେ ସମସ୍ତ ସାକ୍ଷ୍ୟ ବା ସେ ସମସ୍ତ ବୟାନ ମିଥ୍ୟା ଅଟେ। କାରଣ ଏପରି ମହାସଭାରେ କୌଣସି ସ୍ଥାନରେ ଆଜିକୁ 74 ବର୍ଷ ବିତି ଆସିଛି, କୌଣସି ବ୍ୟକ୍ତି ମଧ୍ୟ ଏପରି ଗୋ ହତ୍ୟା କରିନାହିଁ। ଏ ସଭା ମଧ୍ୟରେ ଯେଉଁ ଯେଉଁ ଏରିଆମାନଙ୍କରେ ଏପରି ସଭା ହେଇଛି, ସେ ସମସ୍ତ ଏରିଆରେ କେବେ ବି ଏ ପ୍ରକାର ଘଟଣା ଘଟିନି। ଆଜି ପର୍ଯ୍ୟନ୍ତ 74 ବର୍ଷ ବିତିଗଲା ଏପରି ବଡ଼ ସଭା କରିକି 75ତମ ବାର୍ଷିକ ଅଧିବେଶନ କରିବାକୁ ଯାଉଅଛି। ଆଉ ବର୍ତ୍ତମାନ ଯେଉଁ ଜାଗାରେ ଏ ସଭା ହେବାକୁ ଯାଉଅଛି, ସେ ସ୍ଥାନରେ ସଭା କରିବା ପାଇଁ ଗଜପତି ଜିଲ୍ଲାର ମାନ୍ୟବର ଜିଲ୍ଲାପାଳଙ୍କ ଠାରୁ ଜିଲ୍ଲାପାଳଙ୍କ ଅନୁମତି ପାଇଲା ପରେ ଏ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ଏଣୁ ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀ ବିଶ୍ୱାସିନୀଙ୍କୁ ମୋର ଅନୁରୋଧ, ଆପଣମାନେ ଏ ପ୍ରକାର ନ୍ୟୁଜ୍ ଶୁଣିଲା ପରେ ଭୟଭୀତ ହୁଅନ୍ତୁ ନାହିଁ, କାରଣ ଏ ସଭା ବନ୍ଦ ହେବ ନାହିଁ, ଏ ସଭା ଚାଲିବ। ଏଣୁ ଆପଣମାନଙ୍କୁ ମୁଁ ଅନୁରୋଧ କରେ, ଆପଣମାନେ ନିର୍ଭୟରେ ସଭାକୁ ଆସନ୍ତୁ ଏବଂ ସଭାରେ ଯେଉଁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରାଯାଉଛି ତାହା ଗ୍ରହଣ କରନ୍ତୁ ଏବଂ ନିଜ ଜୀବନରେ ଏବଂ ପାରିବାରିକ ଜୀବନରେ ସେ ବାକ୍ୟ ଦ୍ୱାରା ଶାନ୍ତି ଏବଂ ଆନନ୍ଦ ଅନୁଭବ କରନ୍ତୁ ଏବଂ ଆପଣଙ୍କ ସହ ପରିବାର ଏ ସଭାକୁ ଆସି ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ। ବିଶ୍ୱ ହିନ୍ଦୁ ପରିଷଦର ନେତାମାନେ ଯେଉଁ ଅଭିଯୋଗ ଆଣିଲେ, ସେ ସମସ୍ତ ଅଭିଯୋଗ ମିଛ। ସେମାନେ ଖ୍ରୀଷ୍ଟିଆନ ଧର୍ମକୁ ବଦନାମ କରିବା ପାଇଁ ଏ ପ୍ରକାର କଥା କହନ୍ତି।
ଆଉ ସେମାନେ କହୁଛନ୍ତି ଯେ ବିଦେଶୀ ଟଙ୍କାରେ ଏମାନେ ସଭା କରୁଛନ୍ତି ବୋଲି ଯେଉଁ କହୁଛନ୍ତି ତାହା ବି ମିଛ। ଏପରି ସୌରାଷ୍ଟ୍ର ମହାସଭାକୁ ବନ୍ଦ କରିବା ପାଇଁ ବିଭିନ୍ନ ପ୍ରକାର ଷଡ଼ଯନ୍ତ୍ର କରାଯାଉଅଛି ବା ଷଡ଼ଯନ୍ତ୍ର ଚାଲୁଅଛି, କିନ୍ତୁ ଏ ସଭା ବନ୍ଦ ହେବ ନାହିଁ, ସଭା ଚାଲିବ। ଏଣୁ ଆପଣମାନଙ୍କୁ ପୁନର୍ବାର କହୁଛି, ଆପଣମାନେ ନିର୍ଭୟରେ ସଭାକୁ ଆସନ୍ତୁ ଏବଂ ସଭାରେ ଯେଉଁ ଈଶ୍ୱରଙ୍କ ବାକ୍ୟ ପ୍ରଚାର କରାଯିବ ସେ ବାକ୍ୟ ଶ୍ରବଣ କରନ୍ତୁ ଏବଂ ଆଶୀର୍ବାଦ ପାଆନ୍ତୁ। ଆପଣଙ୍କ ଜୀବନରେ, ପାରିବାରିକ ଜୀବନରେ ଏବଂ ଆପଣଙ୍କ ମାଣ୍ଡଳିକ ଜୀବନରେ ଆଶୀର୍ବାଦ ପ୍ରାପ୍ତ ହୋଇ ଈଶ୍ୱରଙ୍କ ଗୌରବ ନିମନ୍ତେ ଜୀବନଯାପନ କରନ୍ତୁ। ଏତିକି କହି ମୁଁ ରହିଲି। ସମସ୍ତଙ୍କୁ ମୋର ନମସ୍କାର।